ବାରମ୍ବାର ଏ ସରକାରରେ ଯୋଉଭଳି ଭାବରେ ଛୋଟ ଝିଅ ମାନଙ୍କ ଉପରେ ଅତ୍ୟାଚାର ହଉଛି, ଛାତ୍ରଛାତ୍ରୀ ମାନଙ୍କ ଉପରେ ଅତ୍ୟାଚାର ହଉଛି, ଝିଅଟିକୁ ଘରୁ ଡାକି ନେଇକି ଯୋଉ ରାସ୍ତାରୁ ଡାକି ନେଇକି ନଈ ବାଲିରେ ତାକୁ ଯୋଉଭଳି ଭାବରେ ପେଟ୍ରୋଲ ଢାଳିକି ନିଆଁ ଲଗେଇଲେ ଏବଂ ଶେଷରେ ସେ ଆଜି ମୃତ୍ୟୁବରଣ କରିଛି। ଦେଶର ଯୋଉମାନେ ଭବିଷ୍ୟତ, ରାଜ୍ୟର ଭବିଷ୍ୟତ, ଏ ଜାତିର ଭବିଷ୍ୟତ, ସେ ଭବିଷ୍ୟତକୁ ସବୁ ନଷ୍ଟ କରି ଦିଆଯାଉଛି ବିଜେପି ସରକାରରେ। ସମସ୍ତ ଭବିଷ୍ୟତ ଚିନ୍ତାଧାରାକୁ ନଷ୍ଟ କରି ଦିଆଯାଉଛି। ବଳଙ୍ଗାରେ ଯୋଉଭଳି ଭାବରେ ଦୁଃଖଦ ଘଟଣା ଘଟିଛି, ଏପର୍ଯ୍ୟନ୍ତ କୌଣସି ଦୋଷୀକୁ ଆରେଷ୍ଟ କରାଯାଇନାହିଁ, ଦୋଷୀକୁ ଧରାଯାଇନାହିଁ। ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ଏରିଆରେ ଏଭଳି ଯଦି ଲୋକମାନେ ଏଇଭଳି ଭାବରେ ଅତ୍ୟାଚାରିତ ହେବେ, ସାଧାରଣ ଲୋକ ଆଉ କଣ ଆଶା କରିବେ? କାହାଠୁ ନ୍ୟାୟ ଆଶା କରିବେ? ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏମାନେ ଯଦି ଲୋକଙ୍କୁ ନ୍ୟାୟ ଦେଇପାରିବେ ନାହିଁ, ଲୋକଙ୍କର ଯାହା ଆଶା ସେ ଆଶାକୁ ପୂରଣ କରିପାରିବେ ନାହିଁ, ଲୋକଙ୍କ ଉପରେ ଏଭଳି ଅନ୍ୟାୟ ଅତ୍ୟାଚାର କରିବେ, ଲୋକଙ୍କୁ ପୋଡିକି ମାରିବେ, ଝିଅ ପିଲାମାନଙ୍କୁ ପୋଡିକି ମାରିବେ, ତାହେଲେ ଲୋକ ଆଉ କଣ ଆଶା କରିବେ? ଏ ସରକାର କେବଳ ତାଙ୍କର ଆତ୍ମପ୍ରଚାର କରିବା ଛଡା, ଆତ୍ମବଡିମା ପ୍ରଚାର କରିବା ଛଡା କୌଣସି ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି। ଯୋଉଭଳି ଭାବରେ ଝିଅଟିଏ ପୋଡି ହେଇଥିଲା, ଏଠି ପ୍ରାୟ ପୋଡି ଯାଇଥିଲା, 70% ପୋଡି ଯାଇଥିଲା, ତାକୁ ନେଇକି ଏମ୍ସ ରେ ଟ୍ରିଟମେଣ୍ଟ କରୁଥିଲେ। ପ୍ରକୃତରେ ସେ ଏତେ ସିରିୟସ ଥିଲା ବେଳେ ତାକୁ କଣ ପାଇଁ ନଉଥିଲେ ଏମ୍ସ? କି ନିଜର ଦୋଷକୁ ଘୋଡେଇବା ପାଇଁ ଏମ୍ସ କୁ ନଉଥିଲେ? ଟ୍ରିଟମେଣ୍ଟ କରିକି କହିଲେ ଟ୍ରିଟମେଣ୍ଟ କରାହଉଛି, ସେଠି କି ପ୍ରକାର ଟ୍ରିଟମେଣ୍ଟ କରାହଉଥିଲା? ଏଠି ଯୋଉଭଳି ଭାବରେ ତାଠୁ ଷ୍ଟେଟମେଣ୍ଟ ନିଆଗଲା, ସେ ଷ୍ଟେଟମେଣ୍ଟରେ ଦେଲା ବେଳେ ତାର ପରିବାର ଲୋକ କେହି ନଥିଲେ। ବିଭିନ୍ନ ପ୍ରକାର କଥାକୁ ଘୋଡେଇବା ପାଇଁ, ସରକାରଙ୍କର ସମସ୍ତ ଦୋଷକୁ ଘୋଡେଇବା ପାଇଁ ସରକାରୀ କର୍ମଚାରୀ ମଧ୍ୟ ସେଥିରେ ସମ୍ପୃକ୍ତ ହଉଛନ୍ତି। ଯେତେବେଳେ ଏଠିକାର ମାଜିଷ୍ଟ୍ରେଟ ଯାଇକି ତାଙ୍କର ନଉଥିଲେ ଷ୍ଟେଟମେଣ୍ଟ ନଉଥିଲେ, ତାଙ୍କ ପରିବାରର ଲୋକ କେହି ନଥିଲେ। କେସକୁ ଘୋଡେଇବା ପାଇଁ ବିଭିନ୍ନ ପ୍ରକାର ଚକ୍ରାନ୍ତ ବିଜେପି ସରକାରଙ୍କ ତରଫରୁ କରାଯାଇଛି। ଏପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀଙ୍କ ଏରିଆରେ ଏଭଳି ଘଟଣା, ଏକ ସ୍ପର୍ଶକାତର ଘଟଣା ଯୋଉଥିରେ ସେ ପିଲାଟି ଆଜି ମରିଯାଇଛି, ଏପର୍ଯ୍ୟନ୍ତ କୌଣସି ଦୋଷୀକୁ ଆରେଷ୍ଟ କରାଗଲା ନାହିଁ। ବୋଧେ ଏଥିରେ ବିଜେପି କର୍ମୀ ମାନେ, ବିଜେପି ନେତା ମାନେ ସମ୍ପୃକ୍ତ, ସେଇଥିପାଇଁ ତାଙ୍କ ମୁଖା ଖୋଲିଯିବ ବୋଲି ଏପର୍ଯ୍ୟନ୍ତ ତାଙ୍କୁ ଆରେଷ୍ଟ କରୁନାହାନ୍ତି। ଆଜ୍ଞା, ଉପମୁଖ୍ୟମନ୍ତ୍ରୀ ଯେତେବେଳେ ଦିଲ୍ଲୀ ଗସ୍ତରୁ ଫେରିଥିଲେ, ସେ କହିଥିଲେ କି ମୁଁ ପୀଡ଼ିତାକୁ ଯେ ଭେଟିଥିଲି, ଭେଟିଲା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିଲା ବୋଲି କହିଥିଲେ। ସଡନ କେମିତି ଏମିତି ହେଲା? ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିଲା ବୋଲି ଯଦି କହୁଥିଲେ, ତାହେଲେ କାହିଁକି ପିଲାଟି ମରିଗଲା? ଏଥିରେ ବିଜେପି କର୍ମୀ ମାନେ, ବିଜେପି ନେତା ମାନେ ବୋଧେ ସମ୍ପୃକ୍ତ। ତାଙ୍କର ମୁଖା କାଳେ ଖୋଲିଯିବ, ସେଇଥିପାଇଁ ଯଦି ଭଲ ଅବସ୍ଥାରେ ଥିଲା ତାହେଲେ କଣ ପାଇଁ ମରିଗଲା ସେ? ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ କହିଲେ ଭଲ ଅଛି, ଭଲ ହେଇଯିବ, କଣ ପାଇଁ ମରିଗଲା? ଯଦି ଟ୍ରିଟମେଣ୍ଟ ଠିକ ହଉଥିଲା ତାହେଲେ କଣ ପାଇଁ ମରିଗଲା? ଉପମୁଖ୍ୟମନ୍ତ୍ରୀ ନିଜେ ଯଦି ଦେଖିକି ଆସିଥିଲେ, ତାହେଲେ କାହିଁକି ଏଭଳି ଘଟଣା ହେଲା? ଏଥିରେ ବିଜେପିର କର୍ମକର୍ତ୍ତା, ବିଜେପିର ନେତା ମାନେ ସମ୍ପୃକ୍ତ ଥିବାରୁ ପୋଲିସ ତାଙ୍କ ଉପରେ କୌଣସି ପ୍ରକାର ପଦକ୍ଷେପ ନେଉନାହାନ୍ତି। ଯୋଉମାନେ କ୍ରିମିନାଲ, ଏପର୍ଯ୍ୟନ୍ତ କୌଣସି କ୍ରିମିନାଲକୁ ଧରାଯାଉନାହିଁ। ଫଟୋ ଉଠେଇବା, ରଙ୍ଗ ବଦଳେଇବା, ରଙ୍ଗ ପରିବର୍ତ୍ତନ କରିବା, ନାଁ ପରିବର୍ତ୍ତନ କରିବା ଛଡା ଏ ସରକାର ତ ଆଉ କିଛି କରୁନାହାନ୍ତି। ଏ ସରକାର ନିଜର ଦଳର ପ୍ରଚାର ପ୍ରସାର, ଆତ୍ମଗାରିମାର ପ୍ରଚାର ପ୍ରସାର ଛଡା ସାଧାରଣ ଲୋକଙ୍କ ସମସ୍ୟା ସହିତ ନାହାନ୍ତି, ଛାତ୍ରଛାତ୍ରୀଙ୍କ ସମସ୍ୟା ସହିତ ନାହାନ୍ତି। ଆପଣ ଦେଖୁଛନ୍ତି କେତେ ଥର ବର୍ଷ ଭିତରେ କେତେଟା ବିଭାଗର ପ୍ରଶ୍ନପତ୍ର ଲିକ୍ ହେଲାଣି, ଆପଣ ଦେଖନ୍ତୁ। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହିତ ଖେଳା ଯାଉଛି, ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ଅନ୍ଧାର କରି ଦିଆଯାଉଛି। ଏ ସରକାରରେ ସବୁ ସମ୍ଭବ ହେଇପାରୁଛି। ସେମାନେ ଯେତେ ଲୋକଙ୍କୁ ଅତ୍ୟାଚାରିତ କରିବା କଥା, ଯୋଉଭଳି ଭାବରେ ଛଟପଟ କରି ମାରିବା କଥା, ସେଥିରେ ବିଜେପି କର୍ମୀ ମାନେ, ବିଜେପି ନେତା ମାନେ ଧୁରନ୍ଧର।